ଯୀଶୁ ହେବେ ତୁମ ସାଥୀ, ଦୂର ହେବ ଭୟ ଭ୍ରାନ୍ତି। ସେ ତ ଜଗତର ଜ୍ୟୋତି, ଅନ୍ଧକାର ହେବ ଇତି। ପ୍ରାତ ଜ୍ୟୋତି, ପ୍ରାତ ଜ୍ୟୋତି, জীবনে জড়াও প্রাত জ্যোতি। প্রিয় দর্শক বন্ধু নমস্কার। খ্রিস্ট সম্মিলিত মণ্ডলী ভুবনেশ্বর আনুকূল্যরে यूट्यूब চ্যানেলরে নিয়মিত প্রসারিত হোউথিবা কার্যক্রম প্রাত জ্যোতি, এই কার্যক্রমକୁ ଆପଣଙ୍କୁ ସ୍ୱାଗତ କରୁଅଛି। ଆପଣ এই କାର୍ଯ୍ୟକ୍ରମ ଦ୍ୱାରା ଈଶ୍ୱରଙ୍କର ବାକ୍ୟରୁ ଆଶୀର୍ବାଦ ପ୍ରାପ୍ତ ହେଉଅଛନ୍ତି, ସେଥିପାଇଁ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେଉ, ଆପଣଙ୍କୁ ମଧ୍ୟ ଧନ୍ୟବାଦ ଜଣାଉ। এই କାର୍ଯ୍ୟକ୍ରମର ଲିଙ୍କକୁ ଆପଣଙ୍କର ବନ୍ଧୁମାନଙ୍କ ନିକଟରେ ସେୟାର କରିବା ପାଇଁ ଭୁଲନ୍ତୁ ନାହିଁ, ସେମାନେ ମଧ୍ୟ ଆଶୀର୍ବାଦର ଅଂଶୀ ହୁଅନ୍ତୁ। ଆମେ ଏହି ଦିନମାନଙ୍କରେ ଜଣେ ଯୁବା ବ୍ୟକ୍ତିଙ୍କର କଥା ଆଲୋଚନା କରୁଛୁ। ତାଙ୍କ ନାଁ ହେଉଛି ସାମସନ୍। ତାଙ୍କ ବିଷୟରେ ପବିତ୍ର ବାଇବଲର ବିଚାରକର୍ତ୍ତା ପୁସ୍ତକ 13 ଅଧ୍ୟାୟରୁ 16 ଅଧ୍ୟାୟ ମଧ୍ୟରେ ବିବରଣ ରହିଛି। ଯଦି ଆପଣଙ୍କ ପାଖରେ ପବିତ୍ର ବାଇବଲ ଅଛି, ଆପଣ କେତେବେଳେ ସେ ଅଂଶକୁ ଖୋଲିକି ପାଠ କରିପାରିବେ। କିନ୍ତୁ ଯେଉଁମାନଙ୍କ ପାଖରେ ହୁଏତ ନାହିଁ, ମୁଁ ସେମାନଙ୍କ ପାଇଁ କହିବା ପାଇଁ ଚାହେଁ ଯେ ସାମସନ୍ ଗୋଟିଏ ପରିବାର ମଧ୍ୟରେ ଶିଶୁ ରୂପରେ ଜନ୍ମ ନେଲେ, ଯାହାଙ୍କୁ କି ପରମେଶ୍ୱର ତାଙ୍କର ଜନ୍ମ ପୂର୍ବରୁ ମନୋନୀତ କରିଥିଲେ ଏକ ବିଶେଷ ଉଦ୍ଦେଶ୍ୟର ନିମନ୍ତେ। ତାହାଙ୍କୁ ଇସ୍ରାଏଲର ଜଣେ ନେତା ହେବା ଉଦ୍ଦେଶ୍ୟରେ ମନୋନୀତ କରିଥିଲେ। ଆଉ ଏ କଥା ଆମେ ଜାଣୁ ଯେ ଆମମାନଙ୍କ ମଧ୍ୟରୁ କେହି ଜଣେ ବି, ଆପଣ ଯିଏ ହୁଅନ୍ତୁ ନା କାହିଁକି, ସାନ ହୁଅନ୍ତୁ କିମ୍ବା ବଡ଼ ହୁଅନ୍ତୁ, ଛୋଟ ପିଲା ହୁଅନ୍ତୁ, ଯୁବା ଯୁବତୀ ହୁଅନ୍ତୁ କିମ୍ବା ବୟସପ୍ରାପ୍ତ ବ୍ୟକ୍ତି ହୁଅନ୍ତୁ, ଯିଏ ହୁଅନ୍ତୁ ନା କାହିଁକି, ଆପଣ ଆକସ୍ମିକ ଭାବରେ ଏହି ପୃଥିବୀକି ଆସିନାହାନ୍ତି। ଆପଣଙ୍କର ଏହି ପୃଥିବୀରେ ଉପସ୍ଥିତ ରହିବାର, ବଞ୍ଚି ରହିବାର ଉଦ୍ଦେଶ୍ୟ ପଛରେ ସୃଷ୍ଟିକର୍ତ୍ତା ପରମେଶ୍ୱର ଅଛନ୍ତି। ସେ ଉଦ୍ଦେଶ୍ୟ ମୂଳକ ଭାବରେ ଆପଣଙ୍କୁ ଆଉ ମୋତେ ଏ ଧରାପୃଷ୍ଠରେ ମଣିଷ ଭାବରେ ଜନ୍ମ ନେବାର ସୁଯୋଗ ଆଉ ଅନୁଗ୍ରହ ଦେଇଅଛନ୍ତି। ଏଇଟା ଆମେ କେବେ ବି ଭୁଲିବା ନାହିଁ। ହେଲେ ସାମସନ୍ଙ୍କର ଜୀବନରେ ଆମେ ତାଙ୍କର ନେତୃତ୍ୱର କ୍ଷେତ୍ରରେ ଯେତେବେଳେ ସେ ନେତୃତ୍ୱ ଦେଉଛନ୍ତି, ଲୋକମାନଙ୍କର ସମସ୍ୟାକୁ ସୁଧାରିବାରେ ଲାଗୁଛନ୍ତି, ସେମାନଙ୍କୁ ସାହାଯ୍ୟ କରୁଛନ୍ତି, ଶତ୍ରୁମାନଙ୍କର କବଳରୁ ସେମାନଙ୍କୁ ମୁକ୍ତ କରୁଛନ୍ତି, କିନ୍ତୁ ତାଙ୍କର ବ୍ୟକ୍ତିଗତ ଜୀବନ ନିୟନ୍ତ୍ରଣର ବାହାରେ ପଡ଼ୁଛି। ଏକ ଭ୍ରମାତ୍ମକ ନିୟନ୍ତ୍ରଣ ବୋଲି କୁହାଯିବ ବା ନିୟନ୍ତ୍ରଣର ଏକ ଭ୍ରମ ବୋଲି କୁହାଯିବ। ବିଚାରକର୍ତ୍ତା ପୁସ୍ତକ ତାର 16 ପର୍ବ 1 ପଦରୁ 3 ପଦ ମଧ୍ୟରେ ଈଶ୍ୱରଙ୍କ ବାକ୍ୟରେ ଏ ପ୍ରକାର ଲେଖା ଅଛି। ଯେହେତୁ ଅଳ୍ପ କେତୋଟି ପଦ, ମୁଁ ତାହା ଆପଣଙ୍କ ପାଇଁ ପଢ଼ିବି। ଅନନ୍ତର ସାମସନ୍ ଘଷାକୁ ଯାଇ ସେଠାରେ ଏକ ବେଶ୍ୟା ଦେଖି ତାହା କତିକି ଗଲା। ତହିଁରେ ସାମସନ୍ ଏହି ସ୍ଥାନକୁ ଆସିଅଛି, ଏହି କଥା ଘଷାତୀୟ ଲୋକମାନଙ୍କୁ କୁହାଗଲା। ତହୁଁ ସେମାନେ ତାହାକୁ ଘେରି ସମସ୍ତ ରାତ୍ରି ତାହା ପାଇଁ ନଗର ଦ୍ୱାରରେ ଛକି ବସିଲେ। ପୁଣି ରାତ୍ରି ଯାକ ତୁନି ରହି କହିଲେ, ସକାଳେ ଆଲୁଅ ହେଲେ ଆମ୍ଭେମାନେ ତାହାକୁ ବଦ୍ଧ କରିବୁ। ମାତ୍ର ସାମସନ୍ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଶୟନ କରି ଅର୍ଦ୍ଧରାତ୍ରିରେ ଉଠି ନଗର ଦ୍ୱାରର କବାଟ ଓ 2 ବାଜୁବନ୍ଧ ଧରି ଅର୍ଗଳ ସମେତ ଉପାଡ଼ି ପକାଇଲା, ଆଉ ତାହା କାନ୍ଧରେ ଥୋଇ ହିବ୍ରୋନ ସମ୍ମୁଖସ୍ଥ ପର୍ବତ ଶୃଙ୍ଗକୁ ଘେନିଗଲା। ଭାଇ ଭଉଣୀମାନେ, এই ଘଟଣାରେ ଆମମାନେ ଦେଖୁ ଯେ ସାମସନ୍ ଗୋଟିଏ ଜାଗାକୁ ଯାଇଛନ୍ତି। ରାତ୍ରିରେ ସେ ଗୋଟିଏ ଘରେ ଶୋଇଛନ୍ତି। ତାଙ୍କର ଶତ୍ରୁମାନେ ଭାବିଲେ ଯେ ଆମର ମୌକା ଆସିଲା, ତାକୁ ଚାରିଆଡ଼େ ଘେରିକି ତାକୁ ଆମମାନେ ନିଜର ଆୟତ୍ତ ମଧ୍ୟକୁ ନେଇଯିବା। ଆଉ ସେମାନେ କ'ଣ କଲେ, ରାତ୍ରିରେ ତାକୁ ଆଘାତ କରିବା ପରିବର୍ତ୍ତେ ସକାଳ ଆଲୁଅ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ବୋଲି ସେମାନେ ଘେରିକି ରହିଛନ୍ତି। ସେମାନେ ଭାବିଛନ୍ତି ଯେ ସେ ବର୍ତ୍ତମାନ ଆମର ନିୟନ୍ତ୍ରଣରେ, ଆମର କବ୍ଜାରୁ ବାହାରିକି ଯାଇପାରିବ ନାହିଁ। ସେଥିପାଇଁ ଆମେ ରାତ୍ରିଟା ଅପେକ୍ଷା କରିବା। ସେ ତ ଭିତରେ ଶୋଇଛି, ଆମେ ବାହାରେ ଶୋଇବା। ଏ ପ୍ରକାର ଭାବରେ ସେମାନେ ରହୁଥିବା ବେଳେ ସାମସନ୍ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ବିଶ୍ରାମ କଲେ, କିନ୍ତୁ ରାତି ଅଧରେ ଉଠିଲେ ଏବଂ ସେ
ବନ୍ଦ କବାଟକୁ ସମୂଳେ ଉପାଡ଼ିଲେ ତାଙ୍କ କେତେ ଶକ୍ତି ଥିଲା ଟିକେ ଚିନ୍ତା କରନ୍ତୁ। ବନ୍ଦ କବାଟ ବାଜୁବନ୍ଧ ସହିତ ଉପାଡ଼ି ପକାଇଲେ ଏବଂ ତାକୁ କାନ୍ଧେଇକି ସେମାନଙ୍କର ଠାରୁ ବାହାରକୁ ପଳେଇଲେ ଅନ୍ୟ ଏକ ଜାଗାକୁ। ଏମାନେ ଗୋଟିଏ ଭ୍ରମ ମଧ୍ୟରେ ରହିଲେ। ଏମାନେ ଭାବୁଥିଲେ କ'ଣ, ଆମେ ସାମସନକୁ ନିୟନ୍ତ୍ରଣ ମଧ୍ୟକୁ ନେଇ ଆସିଛୁ, ଆମର କବ୍ଜାକୁ ନେଇ ଆସିଛୁ, ଆମ ହାତରୁ ଖସି ପାରିବ ନାହିଁ। ବେଳେବେଳେ ଆମମାନଙ୍କ ମନରେ ଏଇ ଭ୍ରମ ଧାରଣାଟା ଆସେ। ବେଳେବେଳେ ଆମେ ଭାବୁ ଯେ ଆମେ ଆମର ନିଜର ଇଚ୍ଛାକୁ, ନିଜର ଅଭିଳାଷକୁ ନିଜର ଆୟତ୍ତ ମଧ୍ୟରେ ରଖିପାରିଛୁ। କିନ୍ତୁ ଆମର ଅଭିଳାଷ, ଆମର ନିଜର ଇଚ୍ଛା, ଏହା ଆମର ନିୟନ୍ତ୍ରଣରେ ନଥାଏ। ଏଇ ଯେଉଁ ଭ୍ରମାତ୍ମକ ନିୟନ୍ତ୍ରଣ, ଏଇଟା ଆମମାନଙ୍କୁ ସାହାଯ୍ୟ କରେ ନାହିଁ। ଆମର ଇଚ୍ଛାଟା ବାହାରିଯାଏ ତାର କାର୍ଯ୍ୟ କରିବାର ନିମନ୍ତେ, ଆଉ ତାପରେ କିଏ ବନ୍ଦୀ ହେଇଯାଏ, କିଏ ଲସ୍ରେ ପଡ଼େ, ଆମେ ନିଜେ ହିଁ ଲସ୍ରେ ପଡ଼ୁ। ସାମସନ ଗଜାକୁ ଗଲେ, ସେଠାରେ ସେ ରହିଲେ, କିନ୍ତୁ ସେଇଠି ବିପଦ ତାଙ୍କୁ ଘେରିଲା। ବେଳେବେଳେ ସାମସନଙ୍କ ମନରେ ଆସୁଥିଲା ଯେ ମୁଁ ଯେହେତୁ ବଳଶାଳୀ, ମୋର ଶକ୍ତି ଅଛି, ମୁଁ ଏହି ଶକ୍ତି ବଳରେ ସମସ୍ତଙ୍କୁ ପରାସ୍ତ କରିପାରିବି। ସେଥିପାଇଁ ସେ ଶତ୍ରୁମାନେ ଥିବା ସ୍ଥାନକୁ ଯାଉଛନ୍ତି। ଏହା ତାଙ୍କର ପକ୍ଷରେ ଗୋଟେ ଦୁଃସାହସର ପଦକ୍ଷେପ। ସେ ନିଜକୁ ନିୟନ୍ତ୍ରଣ କରୁନାହାନ୍ତି। ଯେମିତି ଏ ପାଖରେ ଶତ୍ରୁମାନେ, ସେମାନେ ଭାବିଲେ ଆମେ ତାକୁ ନିୟନ୍ତ୍ରଣ କରିନେଇଛୁ, କିନ୍ତୁ ସେଟା ଭୁଲ ଧାରଣା ଥିଲା। ଅପରପକ୍ଷରେ ସାମସନ ଭାବୁଛନ୍ତି ମୁଁ ଶତ୍ରୁମାନଙ୍କର ଘେର ଭିତରେ ଥାଇକି ମଧ୍ୟ ମୁଁ ବାହାରି ଆସିପାରିବି। କିନ୍ତୁ କଥା ହେଉଛି କ'ଣ, ଗୋଟିଏ ପ୍ରବାଦ ଅଛି, କାଦୁଅକୁ ଯିବ କାହିଁକି, ଗୋଡ଼ ଧୋଇବ କାହିଁକି। ଠିକ୍ ସେମିତିକା କଥା। ଶତ୍ରୁମାନଙ୍କ ଭିତରକୁ ଯିବ କାହିଁକି, ବିପଦ ନିଜ ଉପରକୁ ଡାକି ଆଣିବ କାହିଁକି। ଆଉ ସେ ପ୍ରକାର ବିଷୟ ହିଁ ସାମସନଙ୍କ ଜୀବନରେ ଘଟୁଛି। କିନ୍ତୁ ସେଇ ରାତ୍ରିରେ ସାମସନ ଖସି ପଳେଇଲେ। ସେ ଭାବୁଛନ୍ତି ଯେହେତୁ ମୁଁ ଖସି ପଳେଇଲି, ସବୁବେଳେ ଏମିତି ଖସି ପଳେଇ ପାରିବି, ସବୁବେଳେ ଏମିତି ଶତ୍ରୁମାନଙ୍କୁ ଚକମା ଦେଇକି ପଳେଇ ପାରିବି। ବେଳେବେଳେ କ୍ଷଣସ୍ଥାୟୀ ଫଳାଫଳ ସେଟା ତାଠାରୁ ଭୟଙ୍କର ପରିଣାମ ଆଡ଼କୁ ଠେଲିଦିଏ। ଆମେ ଏହି ବିଷୟରେ ସତର୍କ ହେବା ଦରକାର। କ୍ଷଣସ୍ଥାୟୀ ଫଳାଫଳ, କ୍ଷଣସ୍ଥାୟୀ ରକ୍ଷା, କିନ୍ତୁ ଏଇଟା ସ୍ଥାୟୀ ସମାଧାନ ନୁହେଁ। ଆମର ଅଭ୍ୟାସଗତ ଜୀବନରେ ଯଦି ଆମମାନେ ଭୁଲ କରି କରି ଚାଲିଥିବା, ଦୁର୍ବଳତା ମଧ୍ୟରେ ରହି ରହି ଚାଲିଥିବା, ଭୁଲ ସିଦ୍ଧାନ୍ତ ନେଇ ନେଇ ଚାଲୁଥିବା, ଭୁଲ ବିଷୟ ସବୁ ମନୋନୀତ କରି ଚାଲୁଥିବା, ତାହେଲେ କିଛି ସମୟ ଆମମାନେ ସେଥିରୁ ଜୟଲାଭ କଲା ଭଳି ଲାଗିପାରେ, ପାର ହେଇଗଲା ଭଳି ଲାଗିପାରେ, ଖସିଗଲା ଭଳି ଲାଗିପାରେ, ମାତ୍ର ସବୁବେଳେ ସେ ପ୍ରକାର ହେବ ନାହିଁ। ଗୋଟେ ସମୟ ଆସିବ ଆମମାନେ ପୁରାପୁରି ଧରା ପଡ଼ିଯିବା। ଗୋଟେ ସମୟ ଆସିବ ପୁରାପୁରି ପଡ଼ିଯିବା। ଉଠିବା ସହଜ ହେବ ନାହିଁ, ସମ୍ଭବପର ହେବ ନାହିଁ। ପରିଣାମ ଠାରୁ କ୍ଷଣିକ ପଳାୟନ, ଏଇଟା ସମାଧାନ ନୁହେଁ। ଅପରପକ୍ଷରେ ଆଉ ଗୋଟେ ବିଷୟ ଶିଖିବା ଦରକାର। ଈଶ୍ୱର ଦେଉଥିବା ଅନୁଗ୍ରହ ଏବଂ ଦୟାକୁ ହାଲକା ଭାବରେ ନିଅନ୍ତୁ ନାହିଁ। ଆଜି ପ୍ରଭୁ ଆପଣଙ୍କ ପ୍ରତି ସଦୟ ହେଇକି ଛାଡ଼ି ଦେଇଛନ୍ତି। ତାର ମାନେ ନୁହେଁ ଯେ ସବୁବେଳେ ଈଶ୍ୱର ଆପଣଙ୍କ ପ୍ରତି ଦୟା ହିଁ କରି ଚାଲିଥିବେ। ତାଙ୍କର ଦୟାର ମଧ୍ୟ ଏକ ସୀମା ଅଛି। ବାକ୍ୟରେ ଗୋଟେ କଥା ଲେଖା ଅଛି, ଯେଉଁ ବ୍ୟକ୍ତି ଥରକୁ ଥର ଅନୁଯୋଗ ପାଇଲେ ହେଁ ସାବଧାନ ହୁଏ ନାହିଁ, ସେ ପ୍ରତିକାର ବିନୁ ହଠାତ୍ ଭଗ୍ନ ହେବ। ପ୍ରତିକାର କରିବା ପାଇଁ କିଛି ଉପାୟ ନଥିବ, କୌଣସି ସହାୟତା ନଥିବ, ସେ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହେଇଯିବ। ଅନୁଯୋଗ ଗ୍ରହଣ କଲା ନାହିଁ। ସାମସନଙ୍କ ଜୀବନରେ ସେୟା ହିଁ ହେଇଛି। ଥରକୁ ଥର ପ୍ରଭୁଙ୍କର ଆତ୍ମା ତାହାଙ୍କୁ ଚେତନା ଦେଉଛନ୍ତି, ମାତ୍ର ସେ ନିଜ ବାଟରେ ନିଜ ଉପରେ ନିର୍ଭର କରିକି ଚାଲୁଛନ୍ତି। ଈଶ୍ୱର ଦେଇଥିବା ଆହ୍ୱାନକୁ, ସଂକଳ୍ପକୁ, ଉଦ୍ଦେଶ୍ୟକୁ ସେ ଅଣଦେଖା କରି କରି ଚାଲିଛନ୍ତି। ଆଉ ସେଇଟା ହିଁ ତାଙ୍କ ଜୀବନ ପ୍ରତି ବିପଦ ଆଣିଲା। ଭାଇ ଭଉଣୀମାନେ,
आज आपणकर जीवनर गति कि प्रकार आपणकर जीवनर केतोटी अभ्यास आपणकर नियंत्रण मध्य अच्छी बोली भ्रमरे भावुंटे किंतु ताहा आपणकर नियंत्रण रे नाही। अपर पक्षरे निया सांगरे खेलिले आपणकर निजर क्षति हब निजर हाथ जलिब। निया सांगरे खेलंतु नाही पाप सांगरे सालिश करंतु नाही एवं जानी शुणी विपद मध्यरे प्रवेश करंतु नाही। आसंतु प्रभुकर साहाय्य मागिबा निज जीवन को ताहांको हाथ रे देबा प्रार्थना करिबा। प्रिय प्रभु आम माने दुर्बल लोक अनेक समय यह स्वीकार मध्य करने को पारि न था। प्रभु तुम्हें आम मान को नियंत्रण करने पाए शिक्षा दियो एवं प्रभु तुमर कथा मानी तुमर उद्देश्य को ग्रहण करी से अनुसार जीवन काटिबा पाए साहाय्य कर। यही प्रार्थना निवेदन परित्राणकर्ता प्रभु जीशु ख्रीष्ट नाम रे उत्सर्ग करुअछु। आमेन। धन्यवाद। प्रभु आपन को आशीर्वाद करंतु।